ଗଳ୍ପଟିର ନାଁ ହେଲା ନୂତନ ରଣକୌଶଳ। ପାର୍ବତ୍ୟ ଉପତ୍ୟକାର ସେ ଗାଁଟି ବେଶ୍ ବଡ଼, କିନ୍ତୁ ଗ୍ରୀଷ୍ମ କାଳରେ ଗାଁର ସବୁଗୁଡ଼ିକ ପୋଖରୀ ଶୁଖିଯାଏ। ପ୍ରତି ପରିବାରର ସ୍ତ୍ରୀ ଲୋକେ ଅଧକ୍ରୋଶ ଦୂରବର୍ତ୍ତୀ ଝରଣାକୁ ଯାଇ ପିଇବା ପାଣି ଧରି ଫେରନ୍ତି। ସମସ୍ତେ ହଇରାଣ ହେଉଥାନ୍ତି, କିନ୍ତୁ ସମସ୍ୟାର ସମାଧାନ ଦିଗରେ ସାଧୁ ଭୋଳାଜୀଙ୍କ ବ୍ୟତୀତ ଆଉ କେହି ମୁଣ୍ଡ ଖେଳାଉନଥାନ୍ତି। ଜଳ ସଙ୍କଟର ସମାଧାନ ସକାଶେ ସେ ଅନେକ ଧାଁ ଧପଡ଼ କରିଥିଲେ। ଫଳ ଫଳି ନଥିଲା। ସେ ନିଜ ପନ୍ଥା ବଦଳାଇବାକୁ ସ୍ଥିର କରିଥିଲେ। ସୂର୍ଯ୍ୟାସ୍ତ ବେଳେ ସେ ନିଜର କୁଡ଼ିଆ ଭିତରେ ଶିଷ୍ୟଟିଏ ସହିତ କଥାବାର୍ତ୍ତା ହେଉଛନ୍ତି। ଜଣେ ଭଦ୍ରଲୋକ ଭିତରକୁ ମୁଣ୍ଡ ଢୁକାଇ ନମ୍ର ଭାବରେ କହିଲେ, ଆଜ୍ଞା, ଆମକୁ ମୁନ୍ଦିଏ ଲେଖାଏଁ ପାଣି ପିଇବା ପାଇଁ ମିଳିବ କି? ଆମେ ଶୋଷରେ ମରିବାକୁ ବସିଲୁଣି। ଭୋଳାଜୀ କୁଡ଼ିଆ ବାହାରକୁ ଆସି ଦେଖିଲେ, ସାମ୍ନା ବରଗଛ ମୂଳରେ ଆହୁରି 4 ଜଣ ଲୋକ ବସିଛନ୍ତି। ସେମାନେ ତାଙ୍କ ସହ କଥା ହୋଇଥିବା ପଥିକଙ୍କ କର୍ମଚାରୀ। ପଥିକ ଜଣକ ହେଲେ ବଣିକ। ଦୂରଦୂରାନ୍ତର ନଗରୀରୁ ନିଜ ସ୍ଥାନକୁ ଫେରୁଛନ୍ତି। ଆପଣମାନଙ୍କୁ ଆମେ ସ୍ୱଚ୍ଛ ସୁଶୀତଳ ପାଣି ଦେବୁ, କିନ୍ତୁ ଟିକେ ଅପେକ୍ଷା କରିବେ କି? ଭୋଳାଜୀ ପଚାରିଲେ। ଆମେ ଏତେ କ୍ଳାନ୍ତ ଯେ ଅପେକ୍ଷା ନ କରି ଆମ ପାଖରେ ଅନ୍ୟ ଉପାୟ ନାହିଁ। ପାଣି ନ ପିଇଲେ ଆମେ ଆଉ ପାହୁଣ୍ଡେ ମଧ୍ୟ ଆଗକୁ ଯାଇପାରିବୁ ନାହିଁ, ବଣିକ କହିଲେ। ଭୋଳାଜୀ ଏବଂ ତାଙ୍କର ଶିଷ୍ୟ ଦୁଇଟି 2 ଗରା ଧରି ବାହାରିଗଲେ। ସେମାନେ ପ୍ରାୟ ଦୌଡ଼ି ଦୌଡ଼ି ଗଲେ ଓ ସେହି ରୀତିରେ ଆସିଲେ। ତଥାପି ଘଡ଼ିଏ ସମୟ ଲାଗିଗଲା। ସେମାନେ କେମିତି ଧଇଁ ସଇଁ ହେଉଛନ୍ତି, ବଣିକ ସେ କଥା ଲକ୍ଷ୍ୟ କଲେ। ବଣିକ ଏବଂ ତାଙ୍କର ସହକାରୀମାନେ ସେଇଠି ଡେରା ପକାଇ ରାତ୍ରି ଯାପନର ସିଦ୍ଧାନ୍ତ କଲେ। ରୋଷେଇବାସ ଆରମ୍ଭ ହେଲା। ଏଥର ଭୋଳାଜୀଙ୍କର ଜଣେ ଶିଷ୍ୟ ସହ ବଣିକଙ୍କର 2 ଜଣ କର୍ମଚାରୀ ଯାଇ ଝରଣାରୁ ପାଣି ନେଇ ଆସିଲେ। ରାତିରେ ବଣିକ ଭୋଳାଜୀଙ୍କୁ ତାଙ୍କ ସହ ନୈଶ୍ୟାହାରରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ। ଖିଆପିଆ ଅବସରରେ ବଣିକ ପ୍ରଶ୍ନ କଲେ, ସାଧୁ ବାବା, ଲୋକେ ପାଣି ବିନା ଏତେ କଷ୍ଟ ପାଉଛନ୍ତି, ଅଥଚ କୂଅଟାଏ ଖୋଳେଇ ଦେଉନାହାନ୍ତି କାହିଁକି? ବାବୁ, ଏ ବଡ଼ ଟାଣ ପଥୁରିଆ ସ୍ଥାନ। ଅନେକ ଗଭୀରକୁ ଗଲେ ଯାଇ ପାଣି ମିଳିବ। ହିସାବ କରି ଦେଖାଯାଇଛି, ସେଥିପାଇଁ 100 ମୁଦ୍ରା ଲାଗିଯିବ। ଆମର ଏ ଗାଁର ଲୋକେ ଢୋକେ ପିଇ ଦଣ୍ଡେ ଜିଅନ୍ତି। 100ଟି ମୁଦ୍ରା ଦେବା ଭଳି ବଳ କାହାର ବା କାହୁଁ ଆସିବ? ଏତକ କହି ଭୋଳାଜୀ ସେ ଦିଗରେ ତାଙ୍କର ଉଦ୍ୟମର ଯେଉଁ ବିବରଣୀ ଦେଲେ, ତାହା ସଂକ୍ଷେପରେ ଏହିପରି। ଭୋଳାଜୀ ସ୍ଥାନୀୟ ଜମିଦାରଙ୍କୁ କୂଅ ଖୋଳା ବାବଦରେ ଅର୍ଥ ଯୋଗାଇ ଦେବା ନିମନ୍ତେ ଅନୁରୋଧ ଜଣାଇବାର ନିଷ୍ପତ୍ତି ନେଇ 5 କ୍ରୋଶ ଦୂରବର୍ତ୍ତୀ ତାଙ୍କ କୋଠାକୁ ଗଲେ। ସେଠାରେ ଯାଇ ଦେଖନ୍ତି ତ ଏକାଧିକ ଦୁରାରୋଗ୍ୟ ବ୍ୟାଧିବଶତଃ ଜମିଦାର ଶଯ୍ୟାଶାୟୀ। ସାଧୁ ଭୋଳାଜୀଙ୍କୁ ଦେଖି ତାଙ୍କର ଆଶୀର୍ବାଦ ଭିକ୍ଷା କରିବା ସଙ୍ଗେ ସଙ୍ଗେ ଜମିଦାର କାନ୍ଦ କାନ୍ଦ ହୋଇ କହିଲେ, ବାବା, ବର୍ଷେ କାଳ ବହୁ କଷ୍ଟ ପାଇଲେଣି। ବୈଦ୍ୟ ପରେ ବୈଦ୍ୟ ଆସିଲେ, ଦେଖିଲେ ଔଷଧ ଦେଇ ଚିକିତ୍ସା ବାବଦରେ ଅର୍ଥ ଧରି ଚାଲିଗଲେ। ଦେଇ ଦେଇ ମୁଁ ସର୍ବସ୍ୱାନ୍ତ ଋଣଗ୍ରସ୍ତ। ଏଣେ ରୋଗ ଉପଶମର କୌଣସି ଲକ୍ଷଣ ନାହିଁ। ଆପଣଙ୍କ ପାଖରେ ଗୋଟିଏ ଅଳି ଅଛି, ପୂରଣ କରିବେ? ଦୋଦ ପାଞ୍ଚ ହୋଇ ଭୋଳାଜୀ କହିଲେ, କୁହନ୍ତୁ। ମୋ ପାଇଁ ଈଶ୍ୱରଙ୍କୁ କୁହନ୍ତୁ, ମୁଁ କେମିତି ଶୀଘ୍ର ଏ କଳେବର ତ୍ୟାଗ କରିବି। ସାଧୁ ବାବା କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଜମିଦାରଙ୍କୁ ଆଶୀର୍ବାଦ କରି କୌଣସି ମତେ ଚାଲି ଆସିଲେ। କୂଅ ଖୋଳା ବାବଦରେ ତାଙ୍କୁ ଅର୍ଥଦାନ ମାଗିବାର ପ୍ରଶ୍ନ ନଥିଲା, କିନ୍ତୁ ଜଳ କଷ୍ଟ ତ ଦୂର ହିଁ କରିବାକୁ ହେବ। ଭୋଳାଜୀ ଏଥର ରାଜାଙ୍କ ପାଖକୁ ଯାଇ ଦାନ ପାଇଁ ପ୍ରାର୍ଥନା ଜଣାଇବାକୁ ସ୍ଥିର କଲେ ଓ 2 ଦିନ କାଳ ବାଟ ଚାଲି ରାଜଧାନୀରେ ପହଞ୍ଚିଲେ। ରାଜାଙ୍କର ଅନ୍ୟ ଜଣେ ଅମାତ୍ୟ ତାଙ୍କୁ ଚିହ୍ନିଥିଲେ। ସେ କହିଲେ, ରାଜା, ସବୁଦିନ ସକାଳ ଉଆସର ଭିତରେ ଥିବା ମନ୍ଦିରର ଦିଅଁଙ୍କୁ ପ୍ରାର୍ଥନା କରନ୍ତି। ଯଦି ସେ ମନ୍ଦିରରୁ ବାହାରିବା ବେଳେ କେତେବେଳେ କେମିତି କାହାରି ଅଭାବ ଅଭିଯୋଗ ଶୁଣନ୍ତି, ତେବେ ସାଙ୍ଗେ ସାଙ୍ଗେ ତା'ର ପ୍ରତିକାର ବ୍ୟବସ୍ଥା କରନ୍ତି। ଏ ରହସ୍ୟ କେହି ଜାଣନ୍ତି ନାହିଁ। ଆପଣଙ୍କୁ ଆଗାମୀକାଲି ସକାଳେ ମୁଁ ଉଆସ ଭିତରକୁ ନେଇଯାଇ ମନ୍ଦିର ଆଗରେ ପହଞ୍ଚାଇ ଦେବି। ରାଜା ବାହାରିବା ମାତ୍ରେ ଆପଣ ଆପଣଙ୍କର ଭିକ୍ଷା ପୂରଣ ନିମନ୍ତେ ନିବେଦନ ଜଣାଇବେ। ଭୋଳାଜୀ ଆନନ୍ଦରେ ରାଜି ହେଲେ। ପରଦିନ ସେ ଯାଇ ମନ୍ଦିର ଆଗରେ ବସି ରହିଲେ। ଭିତରେ କେବଳ ରାଜାଙ୍କୁ ଛାଡ଼ି ଆଉ କେହି ନଥାନ୍ତି। ଭୋଳାଜୀଙ୍କର କାନରେ ପଡ଼ିଲା ଦିଅଁଙ୍କ ପାଖରେ ରାଜା ଗୁଣୁ ଗୁଣୁ କରି ଗାଉଥିବା ପ୍ରାର୍ଥନା। ପ୍ରଭୁ, ଆପଣ ତ ଜାଣନ୍ତି, ପଡ଼ୋଶୀ ରାଜା ସର୍ବଦା ଆମକୁ ନାନା ପ୍ରକାର କଷ୍ଟ ଦେଉଛି। ତା ରାଜ୍ୟ ଜୟ କରି ଆମ ରାଜ୍ୟ ସହ ମିଶାଇ ଦେଲେ ଯାଇ ଶାନ୍ତି ମିଳିବ।
ସେ ପାଇଁ ଆବଶ୍ୟକ ବଡ଼ ସୈନ୍ୟବାହିନୀ, ଆବଶ୍ୟକ ଭଲ ଅସ୍ତ୍ରଶସ୍ତ୍ର। ସେସବୁ ଯୋଗାଡ଼ କରିବା ନିମନ୍ତେ ଯେତେ ଅର୍ଥ ଲୋଡ଼ା, ରାଜକୋଷରେ ସେତେ ନାହିଁ। ପ୍ରଭୁ, ମୋତେ ଯଥେଷ୍ଟ ଅର୍ଥ ମିଳୁ। ନୂଆ କର ବସାଇବି ନା ଆଉ କ'ଣ କରିବି ଜାଣେ ନା, ମୋର ଲୋଡ଼ା ଅର୍ଥ। ଭୋଳାଜୀ ଉଠିପଡ଼ି ଉଆସ ବାହାରକୁ ଚାଲି ଆସିଲେ। କ'ଣ ହେଲା ସାଧୁଜୀ? ରାଜା କ'ଣ ଏତେ ଶୀଘ୍ର ଆପଣଙ୍କର ମାଗୁଣି ପୂରଣ କରିଦେଲେ? ଅମାତ୍ୟ ପଚାରିଲେ। ହଇ ହେ ବାବୁ, ରାଜା ତ ନିଜେ ତ ଭିକ୍ଷାର୍ଥୀ, ମୋତେ ପୁଣି ସେ କ'ଣ ଭିକ୍ଷା ଦେବେ? ଏତକ କହି ଆଉ ବାକ୍ୟ ବ୍ୟୟ ସମୟ ବ୍ୟୟ ନ କରି ଭୋଳାଜୀ ନିଜର ଗାଁକୁ ଫେରି ଆସିଲେ। ଅଭିଜ୍ଞତା ବର୍ଣ୍ଣନା କରିସାରି ଭୋଳାଜୀ ବଣିକଙ୍କୁ କହିଲେ, ମହାଶୟ, ରାଜନଗରକୁ ଯିବା କିନ୍ତୁ ମୋର ବ୍ୟର୍ଥ ଗଲା ନାହିଁ। କୌଣସି ସଦୁଦ୍ୟମ ବ୍ୟର୍ଥ ଯାଏ ନାହିଁ। ଆସୁ ଫଳ ଫଳୁ ବା ନ ଫଳୁ। ରାଜାଙ୍କର ଗୁଣୁ ଗୁଣୁ ଭିକ୍ଷା ପ୍ରାର୍ଥନା ଶୁଣିବା ମାତ୍ରେ ମୁଁ ମୋର ନିଜର ପନ୍ଥା ସ୍ଥିର କରିନେଲି। କହିପାରନ୍ତି ନୂତନ ରଣକୌଶଳ ନିରୂପଣ କରିନେଲି। ତାହା କ'ଣ ସାଧୁଜୀ? ବଣିକ କୌତୂହଳୀ ହୋଇ ପ୍ରଶ୍ନ କଲେ। ମୁଁ ରାଜାଙ୍କ ପାଖକୁ ଭିକ୍ଷାର୍ଥୀ ଭାବରେ ଯାଇ ଦେଖିଲି ରାଜା ଭଗବାନଙ୍କ ପାଖରେ ଭିକ୍ଷାର୍ଥୀ। ମୁଁ ତେବେ ସିଧା ଭଗବାନଙ୍କ ପାଖରେ ଭିକ୍ଷାର୍ଥୀ ନ ହେବି କାହିଁକି? ମୁଁ ତାହା ହିଁ କରୁଛି। ଭଗବାନଙ୍କୁ ମୋର ଆପତ୍ତି ଜଣାଉଛି, ଭୋଳାଜୀ କହିଲେ। ମୁହୂର୍ତ୍ତଟିଏ ସ୍ତବ୍ଧ ରହି ବଣିକ କହିଲେ, ସାଧୁଜୀ, ମୋର କେଡ଼େ ସୌଭାଗ୍ୟ, ଆଜି ଭଗବାନ ଆପଣଙ୍କର ପ୍ରାର୍ଥନା ପୂରଣ କରିବା ନିମନ୍ତେ ମୋତେ ମାଧ୍ୟମ ହିସାବରେ ବ୍ୟବହାର କରୁଛନ୍ତି। ଏହା କହି ସେ 1,000 ମୁଦ୍ରା ଭର୍ତ୍ତି ଥଳିଟିଏ ଭୋଳାଜୀଙ୍କ ଆଗରେ ଥୋଇଦେଇ ପୁଣି କହିଲେ, ଏଥର ବାଣିଜ୍ୟ ସକାଶେ ବାହାରିବା ବେଳେ ମୁଁ ମନେ ମନେ ଭଗବାନଙ୍କୁ କହିଥିଲି, ଯଦି ମୋତେ ଆଶାଜନକ ସଫଳତା ମିଳେ ତେବେ କୌଣସି ମଙ୍ଗଳମୟ କାର୍ଯ୍ୟ ନିମନ୍ତେ ମୁଁ 1,000 ମୁଦ୍ରା ବ୍ୟୟ କରିବି। ମୋତେ ଖାଲି ଆଶାଜନକ ନୁହେଁ, ଆଶାତୀତ ସଫଳତା ମିଳିଛି। ଏ ଅର୍ଥ ଆପଣ ଯେପରି ପନ୍ଥାରେ ଉପଯୋଗ କରିବେ କରନ୍ତୁ। ଉଭୟ ବଣିକ ଓ ଭୋଳାଜୀଙ୍କ ଆଖିରୁ ଝରୁଥିଲା କୃତଜ୍ଞତାର ଅଶ୍ରୁ। ଏ କାହାଣୀର ଅପେକ୍ଷାକୃତ ଅଧିକ ପ୍ରଚଳିତ ରୂପଟିରେ ଭୋଳାଜୀ ରାଜା ଦିଅଙ୍କୁ ନାନାଦି ବିଷୟ ମାଗୁଛନ୍ତି, ସେତିକି ଜାଣି ଚୁପଚାପ ଚାଲି ଆସିବାରେ ହିଁ ସମାପ୍ତ ହୋଇଥାଏ। ଏଠାରେ ବର୍ଣ୍ଣିତ ରୂପରେ ଏହାର ଅନ୍ତର୍ନିହିତ ସତ୍ୟ ଅଧିକ ସ୍ପଷ୍ଟ। ପୃଥିବୀରେ ସମସ୍ତେ ଭିକାରୀ, କିନ୍ତୁ ଭିକ୍ଷାଦାନ ଆସେ ଗୋଟିଏ ମାତ୍ର ଉତ୍ସରୁ। ଅବଶ୍ୟ ମଣିଷ ସେ ଉତ୍ସର ମାଧ୍ୟମ ହୋଇପାରେ। ସମାପ୍ତ।